ବନ୍ଧୁ ମାନେ କ'ଣ ଆପଣଙ୍କ ଜୀବନରେ ସର୍ବଦା ଧନଜନିତ ସମସ୍ୟା ଲାଗି ରହୁଛି? ଗରିବୀ ଦାରିଦ୍ର୍ୟତା କ'ଣ ଆପଣଙ୍କର ପିଛା ଛାଡ଼ୁନାହିଁ? ଏସବୁ ସମସ୍ୟାରେ କ'ଣ ଆପଣ ଚିନ୍ତିତ ରହୁଛନ୍ତି? ଆପଣଙ୍କର ବେପାର ବାଣିଜ୍ୟରେ ମଧ୍ୟ ଆପଣଙ୍କୁ ବାରମ୍ବାର କ୍ଷତିର ସାମ୍ନା କରିବାକୁ ପଡ଼ୁଛି ଏବଂ ଋଣ କରଜର ଭାରରେ ଆପଣ ଭାରାକ୍ରାନ୍ତ ହୋଇଯାଇଛନ୍ତି। ଯେତେ ଚେଷ୍ଟା କଲେ ବି ଆପଣ ଋଣ କରଜ ଶୁଝି ପାରୁନାହାନ୍ତି। ତେବେ ତନ୍ତ୍ରଶାସ୍ତ୍ର ଅନୁସାରେ ଆପଣ ଗୁଜୁରାତିର ଏହି ଉପାୟକୁ କୁମାର ପୂର୍ଣ୍ଣିମା ପବିତ୍ର ତିଥିରେ କରିନିଅନ୍ତୁ। କାରଣ ଏହି ଦିନ ମା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁ ଧରାଧାମରେ ଅବତରଣ କରିଥାନ୍ତି ଏବଂ ଏହି ଦିନ ସେମାନେ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ମଧ୍ୟ ଥାଆନ୍ତି। ତ କୁମାର ପୂର୍ଣ୍ଣିମାଟି ହେଉଛି ଏକ ବିଶେଷ ଦିନ, ଯେଉଁଦିନ ଆପଣ ଗୁଜୁରାତିର ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ 100 ଗୁଣା ଅଧିକ ଲାଭ ପ୍ରାପ୍ତ ହୋଇଥାଏ, ଯାହା ବିଷୟରେ ଆମର ବେଦ ପୁରାଣ ଏବଂ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏହି ଉପାୟଟିକୁ କରିବା ଦ୍ୱାରା ଜୀବନର ସବୁ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିଯିବ। ମା ଲକ୍ଷ୍ମୀଙ୍କ କୃପାରୁ ନା କେବଳ ଆପଣଙ୍କ ଜୀବନରେ ହେବ ଧନର ବର୍ଷା, ବରଂ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ। ବନ୍ଧୁମାନେ, ଯଦି ଆପଣ ଆପଣଙ୍କର ଜୀବନରେ ବହୁତ ଅଧିକ ସମସ୍ୟାରେ ଅଛନ୍ତି, ଆପଣଙ୍କ ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଛି, ଆପଣଙ୍କ ଜୀବନରେ ସମସ୍ୟା ଏବଂ କଷ୍ଟ ଆପଣଙ୍କର ପିଛା ଛାଡ଼ୁନାହିଁ, ଆପଣ ଋଣ ଏବଂ କରଜର ମାୟାଜାଲରେ ଫସି ଯାଇଛନ୍ତି, ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ, ତେବେ ବନ୍ଧୁମାନେ ଆପଣ ଚୁପଚାପ ଏହି ଗୁଜୁରାତିର ଉପାୟ କରିନିଅନ୍ତୁ, ଯାହା ବିଷୟରେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ତେବେ ବନ୍ଧୁମାନେ, ଏମିତିରେ ଆମେ ଗୁଜୁରାତିର ପ୍ରୟୋଗ ଆମର ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତିରେ କରିଥାଉ। ମାତ୍ର ତନ୍ତ୍ରଶାସ୍ତ୍ର ଅନୁସାରେ ଯଦି ଆପଣ ଗୁଜୁରାତିର ପ୍ରୟୋଗ ସଠିକ୍ ଭାବରେ କରିବେ, ତେବେ ଆପଣ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ତେବେ ଆସନ୍ତୁ ଜାଣିବା ଆପଣ ଗୁଜୁରାତିର ପ୍ରୟୋଗ କରି କିପରି ନିଜର ଦାରିଦ୍ର୍ୟତାକୁ ସବୁଦିନ ପରି ଦୂର କରି ଦେଇପାରିବେ, କିପରି ଆପଣ ଧନବାନ ବନିପାରିବେ। ତେବେ ବନ୍ଧୁମାନେ, ଏହା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ଗୁଜୁରାତିକୁ ଶୁକ୍ର ଗ୍ରହଙ୍କର କାରକ ବୋଲି ମାନାଯାଇଥାଏ ଏବଂ ଶୁକ୍ର ଗ୍ରହଙ୍କର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ରହିଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହା ଉଲ୍ଲେଖ ମଧ୍ୟ ରହିଛି ଯେ ଯେଉଁ ବ୍ୟକ୍ତିଙ୍କୁ ଶୁକ୍ର ଗ୍ରହ ସାଥ ଦେଇଥାଏ, ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ସ୍ଥିତିରେ ଥାନ୍ତି, ସେହି ବ୍ୟକ୍ତିଙ୍କ ଉପରେ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ନା କେବଳ ସେହି ବ୍ୟକ୍ତିକୁ ଗରିବୀ ଏବଂ ଦରିଦ୍ରତାର ମୁକ୍ତି ମିଳିଥାଏ, ବରଂ ସେହି ବ୍ୟକ୍ତିକୁ କୋଟିପତି ହେବାରୁ କେହି ଅଟକାଇ ପାରିନଥାନ୍ତି। ତେବେ ତନ୍ତ୍ରଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏହି ଗୁଜୁରାତିର ଉପାୟକୁ ସଠିକ୍ ଭାବରେ କରିନିଅନ୍ତି, ତେବେ ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ। ମାନାଯାଇଥାଏ ଯେ ଏହି ଗୁଜୁରାତିର ପ୍ରୟୋଗ ଜଣେ ବ୍ୟକ୍ତିଙ୍କର ଜୀବନକୁ ବଦଳାଇ ଦେଇପାରିବ। ତେବେ ଆସନ୍ତୁ ଜାଣିବା ଗୁଜୁରାତିର ଚମତ୍କାରୀ ଉପାୟ ବିଷୟରେ। ତେବେ ପ୍ରଥମେ ଉପାୟଟି ହେଉଛି ଶୁକ୍ର ଗ୍ରହଙ୍କୁ ଆପଣଙ୍କର କୁଣ୍ଡଳୀରେ ମଜବୁତ ବନାଇବାର ଉପାୟ। ତେବେ ମୁଁ ଆପଣଙ୍କୁ ଆରମ୍ଭରୁ କହିସାରିଛି ଯେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ଥାଆନ୍ତି, ସେହି ବ୍ୟକ୍ତିକୁ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ହୋଇଥାଏ ଏବଂ ଥରେ ଯଦି ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଯାଏ, ତେବେ ଆପଣଙ୍କୁ କୋଟିପତି ବନିବାରେ କେହି ଅଟକାଇ ପାରିବେ ନାହିଁ। ଆପଣଙ୍କ ଜୀବନରେ ଆପଣ କେବେ ବି ଧନର ଅଭାବ କରିବେ ନାହିଁ। ତେବେ ଆପଣ ମଧ୍ୟ ଯଦି ଚାହାନ୍ତି ଯେ ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ହେଉ, ତେବେ ଆପଣଙ୍କୁ 5ଟି ଶୁକ୍ରବାର ପର୍ଯ୍ୟନ୍ତ ଏହିସବୁ ପାଳନ କରିବାର ଅଛି। ଆପଣ 5ଟି ଶୁକ୍ରବାର ଏହି ଉପାୟଟି ପାଳନ କରିବା ପରେ ଆପଣ ନିଜେ ହିଁ ପରିବର୍ତ୍ତନକୁ ଲକ୍ଷ୍ୟ କରିପାରିବେ। ଶୁକ୍ରବାର ଦିନଟି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ ଏବଂ ଏହି ଦିନ ଯଦି ଆପଣ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କୌଣସି ବି ପୂଜାପାଠ କରିଥାନ୍ତି କିମ୍ବା କୌଣସି ବି ଉପାୟର ପାଳନ କରିଥାନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁମାନେ, ସେଥିପାଇଁ ଆପଣଙ୍କୁ ସଦାବାହାର ଫୁଲର ଆବଶ୍ୟକତା ରହିଛି ଏବଂ ସଦାବାହାର ଫୁଲଟି ଏକ ଏମିତି ଫୁଲ ଯେଉଁଥିରେ ମା ଲକ୍ଷ୍ମୀଙ୍କର 8ଟି ସ୍ୱରୂପର ବାସ ହୋଇଥାଏ। ତେବେ ଆପଣ ଶୁକ୍ରବାର ଦିନ ସକାଳୁ ଉଠି ନିଜର ସ୍ନାନ କାର୍ଯ୍ୟ ସମାପନ କରି ଗୋଟିଏ ତମ୍ବା ଲୋଟା ନେଇଯାଆନ୍ତୁ। ସେଥିରେ ଆପଣ ଗଙ୍ଗା ଜଳ ଭରି ଦିଅନ୍ତୁ ଏବଂ ସେଥିରେ ଆପଣ ଗୋଟିଏ ଗୁଜୁରାତି ପକାଇ ଦିଅନ୍ତୁ ଏବଂ ସେହି ଜଳକୁ ନେଇ ଆପଣ ସଦାବାହାର ଗଛ ମୂଳରେ ଢାଳି ଦିଅନ୍ତୁ। ଏହି ଉପାୟଟିକୁ ଆପଣ 5ଟି ଶୁକ୍ରବାର ପର୍ଯ୍ୟନ୍ତ କରିନିଅନ୍ତୁ। ଦେଖିବେ 5ଟି ଶୁକ୍ରବାର ପରେ ଆପଣ ନିଜ ଜୀବନରେ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣଙ୍କ ଜୀବନରେ ଆଉ ଧନର ସମସ୍ୟା ରହିବ ନାହିଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚିତ ରୂପରେ ଆପଣଙ୍କୁ ପ୍ରାପ୍ତି ହେବ।
ଦ୍ୱିତୀୟ ଉପାୟଟି ହେଉଛି ଅଧିକ ଖର୍ଚ୍ଚରୁ ମୁକ୍ତି ପାଇବାର ଉପାୟ। ଅର୍ଥାତ୍ ଆପଣ ଯେତେ ରୋଜଗାର କଲେ ବି ଯଦି ଆପଣଙ୍କର ଖର୍ଚ୍ଚ ହୋଇଯାଉଛି, ଖର୍ଚ୍ଚ ଉପରେ ଆପଣଙ୍କର ନିୟନ୍ତ୍ରଣ ରହୁନାହିଁ, ଆପଣ ଧନ ସଞ୍ଚୟ କରିବାକୁ ଅସମର୍ଥ ହେଉଛନ୍ତି, ତେବେ ଏହିସବୁ ସମସ୍ୟାରୁ ଏହି ଉପାୟଟି ଆପଣଙ୍କୁ ନିଶ୍ଚିତ ଭାବରେ ମୁକ୍ତି ଦେଇପାରିବ। ଅର୍ଥାତ୍ ଆପଣଙ୍କୁ ଅଯଥା ଖର୍ଚ୍ଚରୁ ବଞ୍ଚାଇ ପାରିବ। ଏହି ଉପାୟଟିକୁ କରିବା ପରେ ଆପଣଙ୍କୁ ଧନର ଆପଣଙ୍କର ଆୟ ବୃଦ୍ଧି ହେବା ସହିତ ଆପଣଙ୍କର ଖର୍ଚ୍ଚ କମ୍ ହୋଇଯିବ ଏବଂ ଆପଣ ଧନ ସଞ୍ଚୟ କରିବାକୁ ମଧ୍ୟ ସମର୍ଥ ହୋଇପାରିବେ। ତେବେ କୌଣସି ବି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଆପଣ ସ୍ନାନ କରିନିଅନ୍ତୁ ଏବଂ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, କାରଣ ଏହି ନାଲି ରଙ୍ଗଟି ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ତେବେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ଆପଣ ନିଜ ଠାକୁର ଘରେ ଯେଉଁଠାରେ ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫଟୋ ରହିଛି ସେହି ସାମ୍ନାରେ ଆପଣ ବସିଯାଆନ୍ତୁ ଏବଂ ଗୋଟିଏ ଦୀପ ଜାଳନ୍ତୁ। ଆପଣ ନିଜ ହାତରେ ଗୋଟିଏ ଗୁଜୁରାତିକୁ ରଖନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ଓଁ ମହାଲକ୍ଷ୍ମୀ ନମଃ। ଏହି ବୀଜ ମନ୍ତ୍ରର ଜପ 11 ଥର କରିନିଅନ୍ତୁ। ତାପରେ ଆପଣ ସେହି ଗୁଜୁରାତିକୁ ଆପଣଙ୍କର ପର୍ସରେ ବା ଆପଣଙ୍କର ବ୍ୟାଗରେ ରଖିଦିଅନ୍ତୁ କିମ୍ବା ଆପଣଙ୍କର ଘରେ ଯେଉଁଠାରେ ଧନ ସଞ୍ଚୟ କରି ରଖୁଛନ୍ତି ସେହି ସ୍ଥାନରେ ରଖିଦିଅନ୍ତୁ। ଆପଣ ଦେଖିପାରିବେ ଯେ ଆପଣଙ୍କର ବଦ ଖର୍ଚ୍ଚ ଧୀରେ ଧୀରେ କମିଯିବ ଏବଂ ଆପଣଙ୍କର ଧନ ସଞ୍ଚୟ ହେବା ଆରମ୍ଭ ହେବ। ଆପଣଙ୍କର ପର୍ସ ସର୍ବଦା ଭରି ହୋଇ ରହିଥିବ। ତୃତୀୟ ଉପାୟଟି ଏକ ଏପରି ଉପାୟ ଯେଉଁ ଉପାୟକୁ ପାଳନ କରିବା ଦ୍ୱାରା ଆପଣଙ୍କୁ ରାହୁ କେତୁଙ୍କର ସାଥ ମିଳିବ ଅର୍ଥାତ୍ ଆପଣଙ୍କର ଭାଗ୍ୟର ସାଥ ମିଳିବ। ଏହା ଏକ ଏପରି ଉପାୟ ଅଟେ ଯାହାକୁ ଯଦି ଆପଣ କରିନିଅନ୍ତି ତେବେ ଆପଣଙ୍କର ଭାଗ୍ୟ ଚମକିବାକୁ ଉଠିବ। ଭାଗ୍ୟ ସର୍ବଦା ଆପଣଙ୍କର ସାଥ ଦେବ ଏବଂ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ। ତେବେ ଏହି ଉପାୟଟିକୁ ଲଗାତାର 5ଟି ଗୁରୁବାର ପର୍ଯ୍ୟନ୍ତ କରିବାର ଅଛି। ଗୁରୁବାର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ ଏବଂ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ସ୍ୱାମୀ ଅଟନ୍ତି। ଅର୍ଥାତ୍ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଦ୍ୱାରା ଆପଣଙ୍କୁ ସେମିତିରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଯିବ। ତେବେ ଗୁରୁବାର ଦିନ ସକାଳୁ ଉଠି ନିଜର ସ୍ନାନ କାର୍ଯ୍ୟ ସାରି ଆପଣ ଗୋଟିଏ ଧଳା ରଙ୍ଗର କପଡ଼ା ନିଅନ୍ତୁ। ସେହି ଧଳା କପଡ଼ା ଉପରେ ଗୋଟିଏ ମୁଠା ଚାଉଳ ରଖିଦିଅନ୍ତୁ ଏବଂ ତା ଉପରେ ଗୋଟିଏ ଗୁଜୁରାତି ରଖିଦିଅନ୍ତୁ। ତାପରେ ଏହାକୁ ଆପଣ ଗୋଟିଏ ପୁଟୁଳି ବନାଇ ଦିଅନ୍ତୁ। ତାପରେ ଏହାକୁ ନେଇ ଆପଣ କୌଣସି ଏକ ମନ୍ଦିରକୁ ଯାଆନ୍ତୁ ଏବଂ ମନ୍ଦିର ବାହାରେ ବସିଥିବା କୌଣସି ବି ଭିକାରୀଙ୍କୁ ଆପଣ ଏହାକୁ ଦାନ ଦେଇ ଦିଅନ୍ତୁ। ଲଗାତାର 5ଟି ଗୁରୁବାର ପର୍ଯ୍ୟନ୍ତ ଆପଣ ଏହି ଉପାୟଟିକୁ ପାଳନ କରନ୍ତୁ। ଏହି ଉପାୟଟି ପାଳନ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ରାହୁ ଏବଂ କେତୁଙ୍କର ସ୍ଥିତି ଭଲ ରହିଥାଏ ଏବଂ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ଭାଗ୍ୟରେ ସାଥ ମିଳିଥାଏ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମଧ୍ୟ ମିଳିଥାଏ। ଭାଗ୍ୟ ଆପଣଙ୍କର ସାଥ ଦେବ ଆରମ୍ଭ କରିଦେବ। ତେବେ ବନ୍ଧୁମାନେ, ଯଦି ଆପଣମାନେ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ ସହିତ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେଉ, ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହେଉ ଏବଂ ଆପଣଙ୍କୁ କେବେ ବି ଧନଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼ୁ, ତେବେ ଏହି ଉପାୟ ଗୁଡ଼ିକୁ ଆପଣ ନିଜ ଜୀବନରେ ନିଶ୍ଚିତ ରୂପରେ ପାଳନ କରନ୍ତୁ। ତେବେ ବନ୍ଧୁମାନେ, ସେଥିପାଇଁ ଆପଣ ଶୁକ୍ରବାର ଦିନ ଗୋଟିଏ ଉପାୟ ନିଶ୍ଚୟ ପାଳନ କରନ୍ତୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ ଏହାକୁ ପାଳନ କରନ୍ତୁ। ତେବେ ଶୁକ୍ରବାର ଦିନ ସକାଳୁ ସନ୍ଧ୍ୟା ଯେକୌଣସି ସମୟରେ ଆପଣ 12ଟି ରୁଟି ବନାଇ ଦିଅନ୍ତୁ ଏବଂ ପ୍ରତ୍ୟେକ ରୁଟି ଉପରେ ଗୋଟିଏ ଲେଖାଏଁ ଗୁଜୁରାତି ରଖିଦିଅନ୍ତୁ। ସେହି ରୁଟିକୁ ଆପଣ ଗାଈକୁ ଖାଇବାକୁ ଦିଅନ୍ତୁ, କାରଣ ଗୋମାତାଙ୍କ ଶରୀରରେ 33 କୋଟି ଦେବାଦେବୀଙ୍କର ବାସ ହୋଇଥାଏ। ଗାଈର ସିଂହ ମଧ୍ୟରେ ଶିବଙ୍କର ବାସ ହୋଇଥାଏ। ତ ଯଦି ଆପଣ ପ୍ରତ୍ୟେକ ଶୁକ୍ରବାର ଦିନ ଏହାକୁ କରି ନିୟମ ବନାଇ ଏହି ଉପାୟଟିକୁ ପାଳନ କରନ୍ତି, ଅର୍ଥାତ୍ ପ୍ରତ୍ୟେକ ଶୁକ୍ରବାର ଦିନ ଆପଣ 12ଟି ରୁଟି ବନାଇ ପ୍ରତ୍ୟେକ ରୁଟିରେ ଆପଣ ଗୋଟିଏ ଲେଖାଏଁ ଗୁଜୁରାତି ରଖି ଗୋମାତାକୁ ଖାଇବାକୁ ଦିଅନ୍ତି, ତେବେ ଆପଣଙ୍କ ଜୀବନରେ ଉନ୍ନତି ହେବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ଅନ୍ତ ହୋଇଯିବ। ବନ୍ଧୁମାନେ, ଆପଣମାନେ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣ ଗୋମାତାଙ୍କର ସେବକ ଥିଲେ। ତେଣୁ ଗୋମାତାଙ୍କର ସେବା କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ଅନେକ ପୁଣ୍ୟର ପ୍ରାପ୍ତି ହେବ। ତ ବନ୍ଧୁମାନେ, ଆପଣମାନଙ୍କୁ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।